ଥରେ ଜଣେ ଲୋକ କିଛି କାମ କରୁନଥିଲା। ସେ ଜଣେ ଧନୀ ଲୋକଙ୍କୁ ପଚାରିଲା ଯେ ଆଜ୍ଞା, ମୋ ପାଖରେ ତ ପଇସା ପତ୍ର ନାହିଁ, ମୁଁ କ'ଣ କଲେ କିଛି ଉପକାର କରିବି, କିଛି ରୋଜଗାର କରିବି? ଏହାପରେ ସେ ଧନୀ ଲୋକ କିଛି ଚିନ୍ତା କଲେ ଆଉ କହିଲେ, ହଉ ଠିକ୍ ଅଛି, ତତେ ଆଜି ମୁଁ 100 ଟଙ୍କା ଦେବି, 100 ଟଙ୍କାରେ ତୁ ଆଜି ବ୍ୟବସାୟ କରିବୁ। ପିଲାଟି ଆଶ୍ଚର୍ଯ୍ୟ ହେଇଗଲା, 100 ଟଙ୍କାରେ କ'ଣ ମିଳିବ? ଧନୀ ଲୋକ କହିଲେ, ତୁ ଦେଖୁଥା, ମୁଁ ତତେ ବୁଦ୍ଧି ବତଉଛି। ଏହାପରେ ଧନୀ ଲୋକ 100 ଟଙ୍କା ଦେଲେ ଆଉ ତାକୁ କହିଲେ, ଏ ଯେଉଁ ପ୍ଲାଷ୍ଟିକ ବାଲ୍ଟି 2ଟା ଅଛି, ଏଥିରେ ନଳକୂଅରୁ ପାଣି ଆଣ। ତାପରେ ପାଣି ଆଣିଲା 2 ବାଲ୍ଟି ଆଉ କହିଲେ, ଏ ମଗ ଗୋଟିଏ ନେ, ଆଉ ସର୍ଫ ଅଛି, କିଛି ସର୍ଫ ଏ ବାଲ୍ଟିରେ ଗଳେଇ ଦେ, ଏ ଶ୍ୟାମ୍ପୁଟି ରଖିଥା। ପିଲାଟି ବୁଝିପାରିଲେ ନା କ'ଣ କରିବେ। ଧନୀ ଲୋକ କହିଲେ, ତୁ ପ୍ରଥମେ ମୋ ଠାରୁ ତୋ ବ୍ୟବସାୟ ଆରମ୍ଭ କର। ବ୍ୟବସାୟ କ'ଣ? ଧନୀ ଲୋକ କହିଲେ, ଏ ଯେଉଁ ସର୍ଫ ଦେଲି, ଏ ଯେଉଁ ପାଣି ଦେଲି, ଏ ଶ୍ୟାମ୍ପୁ ଦେଲି, ଏ କପଡ଼ା ଦେଇଛି, ପୁରୁଣା କପଡ଼ା, ଏହାରି ସାହାଯ୍ୟରେ ଏ ଗଛ ତଳେ ମୋ ଗାଡ଼ିକୁ ଧୋଇ ପକା, ମୋ ଗାଡ଼ି ସଫା କର। ପିଲାଟି ତାପରେ ଗାଡ଼ି ଧୋଇଲା, ସଫା କରିଦେଲା। ସଫା କରିବାରୁ ମାଲିକ ତାପରେ ତାକୁ 10 ଟଙ୍କା ଦେଲେ ଆଉ କହିଲେ, ଏଇଟା ଗାଡ଼ି ଯେଉଁ ଧୋଇଲୁ ତାର ମୂଲ୍ୟ 10 ଟଙ୍କା ଏଇଟା, ଆଉ ଯେଉଁ ମୋ ଠାରୁ ଯେ 100 ଟଙ୍କା ନେଇଛୁ, ଏ 100 ଟଙ୍କା ଫେରାଇବା ଦରକାର ନାହିଁ। ଗାଡ଼ି ଧୋଇବା ଦେଖିକରି ଅନ୍ୟ ବାଇକବାଲା ମଧ୍ୟ ଆସିଗଲେ, ସେମାନେ ମଧ୍ୟ ତାଙ୍କ ଗାଡ଼ି ଦେଲେ। ଦେଖିଲା କମ୍ ଦାମରେ ଧୋଉଛି, 10 ଟଙ୍କାରେ ଗୋଟେ ଗାଡ଼ି, ପାଖରେ ନଳକୂଅ ଅଛି, ପାଣି ଆଣି ଦେଉଛି, ଗଛ ତଳେ ଧୋଇ ଦେଉଛି। ଏମିତି ସେହିଦିନ 10ଟା ଗାଡ଼ି ଧୋଇଲା, 100 ଟଙ୍କା ପାଇଗଲା। ଧୀରେ ଧୀରେ ଲୋକମାନେ ଜାଣିଗଲେ, 4 ଚକିଆ ଧୋଇଲା, 2 ଚକିଆ ଧୋଇଲା, ଧୀରେ ଧୀରେ ତାର ବ୍ୟବସାୟ ବଢ଼ିଲା। ବ୍ୟବସାୟ ବଢ଼ିବାରୁ ତାର ଭଲ କାମ ଚାଲିଲା। ଲୋକମାନେ ଦେଖିଲେ ତାର କାମ ମଧ୍ୟ ବହୁତ ସୁନ୍ଦର ହୋଇଥିଲା। ମାସକ ପରେ, ଗୋଟେ ମାସରେ ବହୁତ ଟଙ୍କା ରୋଜଗାର କଲା। ସେଇ ମାଲିକ ଦେଖୁଥିଲେ ତା ଉପରେ କେମିତି କାମ କରୁଛି। ମାଲିକ ମଧ୍ୟ ଖୁସି ହେଲେ। ମାଲିକ କହିଲେ, ହଉ ଠିକ୍ ଅଛି, ଆଉ ଏ ଯେଉଁ ପୁରୁଣା କୂଅଟେ ପଡ଼ି ରହିଛି, ଏ କୂଅକୁ ମୁଁ ସଫା କରିଦେଉଛି, ଏଥିରେ ତୋତେ ମଟରଟିଏ ମଧ୍ୟ ଦେଉଛି, ପାଣି ମଟରଟା ତାର ବ୍ୟବସ୍ଥା କରୁଛି। ତୁ ପ୍ରତିଦିନ ଏବେ ଗାଡ଼ି ମଟର ଧୋଇବ, ମଟର ସାହାଯ୍ୟରେ। ଏହାପରେ ସେ ମାଲିକର ସହଯୋଗରେ ପିଲାଟି ଗାଡ଼ି ମଟର ଧୋଇ କରି ବହୁତ ପଇସା ପାଇଲା ଏବଂ ସେଇ ଜାଗାରେ ଗୋଟିଏ ୱାଟର ସର୍ଭିସିଂ ସେଣ୍ଟର ଖୋଲିଲା ଆଉ ତାର ପରିବାରକୁ ମଧ୍ୟ ଭଲ ଭାବରେ ରଖିଲା ଏବଂ ପରିବାର ମଧ୍ୟ ତାକୁ ଏଥିରେ ସହଯୋଗ କଲେ। ସେ ଯଦି କୌଣସି ଗାଁକୁ ଗଲେ ଅନ୍ୟମାନେ ମଧ୍ୟ ସେ କାମ କରିଲେ। ତେଣୁକରି ବୁଦ୍ଧି ଥିଲେ 100 ଟଙ୍କାରେ ମଧ୍ୟ ବାଣିଜ୍ୟ ବ୍ୟବସାୟ ହୋଇପାରେ। ତେଣୁକରି ଆମେ ଯେକୌଣସି କାମ କରିବା ପୂର୍ବରୁ ବୁଦ୍ଧି ଖଟେଇ କରି କାମ କରିବା।